ओम गुरु ब्रह्मा गुरु विष्णु गुरुदेव महेश्वर गुरुरेव परम ब्रह्मं तस्मै श्री गुरुवे नमः। अखंडमंडलाकारं व्याप्तयेनं चराचरं तत्पदं दर्शितं येनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमः शिवाय नमः शिवाय नमः शिवाय। ओम नमः शिवाय नमः शिवाय। श्री 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 शिव पुराण बा शैव पुराण द्वितीय खंड पार्वती चित्तप रखा निमंते शिवंकर माया कुंभीर और वाचक रूप धारण प्रथम भाग। कहती धाता नंदन ऋषि को चाहिण एहा परे जहा हेला कहूअछि शुण। दिव्य मंदिरे पार्वती सखी गण घेनी रत्न पलंकरे बीजे कले कसुमणी। सखी माने पीठी परे बसाई सादरे बेश बनाइले देवी पूजे जतन रे। सुदीर्घ सुगन केश लेपिले अतर যত্নে সামলিলে সখিয়ে কঙ্কতিকার। আকি কহিবি সে বেলর দৃশ্য গোটি মুহি সতে কি আষাঢ় মাসে মেঘ গোটি ছই। কলা মেঘরে বাদল চালই যে শোন কঙ্কতিকারে চালন দিশইতে শোন। সখিয়ে অতি যতনে গোভাস জাড়িন শ্বেত সুমনা গজরা বাঁধিলে কপুণ। আসে গজরা মাল মেলে ভোগপন্থী পরিয়ে শোভা বিরাজিলা মহাদেবীঙ্ক কবরী। আবরতা মধ্যে হীরা চন্দ্রিকা খঞ্জন্তে মেঘে বিজুলি পরায় দিশিলা সাক্ষাতে। তাপরে সখিয়ে রাই অগুর চন্দন টপি টপি করি ভালে ব্রুটিরে যত কুটিলে যতন। আসন্থারে সিন্দুর গার লগাইলে আলি মিন নয়নে কজবল রঞ্জিলে ছইলি। নাসারে হীরার ফুল দয় লগাইলে কনরে রত্ন কুণ্ডল যত্নের বসাইলে। গোড়ারে খঞ্জিলে হীরা বসা চাপ সরি বাহুরে রত্ন বাহুটি দেলে সহচরি। তা উপরে খঞ্জি দেলে মুকুতা যে দুই মৃণাল বাহুকু অতি যতনে মানই। করে কঙ্কণ সহিতে খঞ্জিলে গজরা অঙ্গুষ্ঠীরে হীরা মুদি দিশিলা কতরা। কোটিরে খঞ্জিলে সখী রত্ন ওড়িয়াণী পাদরে নূপুর দিয়ে মন জিণি। তাপরে কাঞ্চলা গোটি পিন্ধাইণ দেই কলা মেঘি শাড়ি দেহে দেলে ক পিন্ধাই। সর্বশেষে সখীগণ নিরীক্ষণ কলে খঞ্জা হই নাহি মথা মণি যে দেখিলে। তহু মথা মণি গোটি ললাট পটরে পিন্ধাই দিয়ন্তি সখী মানে যতনরে। দাউ দাউ হইতে বিরাজিলা ঘর ঘন অন্ধারে আলোক দিশিলা তেজর। কি কহিবি সে শোভার উপমা বা মুহি স্বয়ং বেদ বর মুখে বর্ণি ন পারই। কি কহিবি সে শোভার প্রথুল স্তনি সে শিশু কুরঙ্গ নয়নি। কুন্দিলা হীরা পরায় দিশই রজনী তিল পুষ্প সমনাসা দিশই সুন্দর। বাণী বীଣାରୁ ଅଧିକ ଭାଷା ରାଜଇ ତାଙ୍କର
ସ୍ୱର୍ଣ୍ଣ ଚମ୍ପା ପ୍ରାୟ ଦିଶେ ଅଙ୍ଗୁଳିର ଶୋଭା। ଚାହିଁ ଦେଲା ମାତ୍ରେ ଋଷି ମନ ହେବ ଲୋଭା। ମୃଣାଳ ହୋଇ ଭୁଜ ଦଣ୍ଡରୁ ସମାନ। ପାଦ ପଦ୍ମ ତଳେ ଆସି ପଶିଛି ଶରଣ। ଆଡମ୍ବରୁ ଆକୃତି ଯେଣୁ ହୋଇଅଛି କଟିଏ। ସେ ଘେନି ତାହାଙ୍କୁ କରେ ଧରିବେ ଧୂର୍ଜଟି। ଗଣ୍ଡ କୁସୁମ ହୋଇବ ନାହିଁ ମଧୁ ପୁଷ୍ପ। ଶୁଣିଲେ କରିବେ କବି ମାନେ ଉପହାସ। ସଂସାରରେ ସମ କାହୁଁ ହୋଇବ ଉପମା। ଜଗତ ଜନନୀ ଅଟନ୍ତି ସେ ଦେବୀ ଉମା। ପୃଥିବୀର ଅଳଙ୍କାର ଅଟନ୍ତି ପାର୍ବତୀ। ନାମ ସୁମରିଲେ ପ୍ରାପ୍ତ ହୁଅଇ ସଦ୍ଗତି। କର୍ଣ୍ଣରେ ଶୁଣିଲେ ଜନ ହୁଅଇ ଉଦ୍ଧାର। ଚିନ୍ତିଲେ ବିପତ୍ତିମାନ ହୋଇଯାଏ ଦୂର। ତାଙ୍କର ମହିମା ଅବା କେ ପାରିବ ଜାଣି। ମଙ୍ଗଳା ନାମକୁ ବହନ୍ତି ସେ ଦାକ୍ଷାୟଣୀ। ସେ ଦେବୀ ହରଙ୍କୁ ଚିନ୍ତା କରି ବାରମ୍ବାର। ବୋଲନ୍ତି ପଥକୁ କିମ୍ପା ନଇଲେ ଶଙ୍କର। ପ୍ରଭୁଙ୍କ ବଚନ କେଭେ ନୁହଇ ଅନ୍ୟଥା। କି ପାଇଁ ଏଥକୁ ନ ଆସିଲେ ପଞ୍ଚମଥା। ଏପରି କହନ୍ତେ ବହୁ ଚିନ୍ତା ଆଦିମାତ। ଜାଣିଲେ ତାଙ୍କର ମନ ବ୍ୟଥା ବିଶ୍ୱନାଥ। ବୋଲନ୍ତି ବୁଝିବା ଯେ ପାର୍ବତୀଙ୍କ ମନ। ଦୟାଳୁ ଅଟନ୍ତି କି ବା ଅଟନ୍ତି କଠିନ। ଏମନ୍ତ ବିଚାର କରି ପ୍ରଭୁ ବିଶ୍ୱନାଥ। ଆପେ ନିରୂପେ ଧରି ମିଳିଲେ ତୁରିତ। କହନ୍ତି ଯେ ମହାଜ୍ଞାନୀ ସନତ କୁମାର। ଆବିର୍ଭାବେ ଦିପାଶେ ଥିଲା ଏକ ସରୋବର। ଶୀତଳ ନିର୍ମଳ ସୁମଧୁର ତାର ଜଳ। ସୁନ୍ଦର ଦିଶଇ ଫୁଟି କୁମୁଦ କମଳ। ସ୍ଫଟିକ ପାଦରେ ବନ୍ଧା ଅଛି ଚଉକତି। ହଂସ କାରଣ୍ଡବ ମାନ କ୍ରୀଡ଼ା କରୁଛନ୍ତି। କୁମ୍ଭୀର ରୂପରେ ଶିବ ସେ ଜଳ ମିଳିଲେ। ବାଲକ ହୋଇ ସେ ପୁଣି କୂଳେ ଉଭା ହେଲେ। ଏମନ୍ତ ଉଭୟ ରୂପ ଧରି ସ୍ମରହର। ଗଲେ ମନ ଭିଡ଼ିବାକୁ ଗିରିଶୁ ତାଙ୍କର। 5 ବରଷର ସେ ଯେ ଗବଲ ଉଲଗ ବାଲକ। ପ୍ରଫୁଲ୍ଲ କମଳ ପରି ଦିଶୁଅଛି ମୁଖ। ନୟନ ଖଞ୍ଜନ ଜିଣେ ସୁଚାରୁ ବିମ୍ବଷ୍ଟ। ଦନ୍ତପତି ଦିଶେ ମୁକ୍ତା ପରି ଝଟ ଝଟ। ଶିରେ ଅଳ୍ପ ବାଳ ହୋଇ ଅଛି ଘୁଞ୍ଚି ଘୁଞ୍ଚି। ତଟରେ ଖେଳନ୍ତି କରେ ଜଳ ସିଞ୍ଚି ସିଞ୍ଚି। ଏ ସନକ ସମୟରେ ମିଳି ସେ କୁମ୍ଭୀର। ଧରିଲା ଅତ୍ୟନ୍ତ ଦୃଢ଼େ ବାଳକ ପୟର। ଜଳକୁ ଓଟାରି ନିଅତେ ସେ ମହାବଳୀ। କାନ୍ଦିଲା ବାଲକ ବିକଳରେ କଲା ତୋଳି। ଉଚ୍ଚରେ ଡାକଇ କେହୁ ଅଛ ରକ୍ଷା କର। ଶରୀର କମ୍ପୁଛି ଯେନେ କଦଳୀ ପତର। ଇନ୍ଦ୍ରାଦି ଦେବତା ଆଦି ନର ନାଗ ଲୋକ। ଆସିଥିଲେ ତାହାକୁ ଚାହିଁ କହଇ ବାଳକ। ଊର୍ଦ୍ଧ୍ୱବାହୁ ହୋଇ ସେ ଯେ ବୋଲେ ବାରମ୍ବାର। ଆହେ ସାଧୁ ଜନମାନେ ମୋତେ ରକ୍ଷା କର। ମୁଁ ଅତି ଦୁଃଖିତ ଶିଶୁ ହୋଇଛି ଅନାଥ। କୁମ୍ଭୀର ମୁଖରେ ମୁହିଁ ଯାଉଛି ଜୀବିତ। ଜଳକୁ ଓଟାରି ବଳେ ନେଉଛି କୁମ୍ଭୀର। ଏ ଘୋର ସଙ୍କଟ ମତେ ପରିତ୍ରାଣ କର। ଆହେ ଦେବ ଗଣ ତୁମ୍ଭେ ଶୁଣ ମୋ ବଚନ।
মাতা পিতা বিহীনে মু ওটে দুঃখী জনা। কর্ম বলরু আসিথিলি জল তটে, এ দুষ্ট কুম্ভীর মতে ধরিଅছি আন্টে। গভীর জলরু মতে নেউছি ওটারি, কে অছ এথুরু মতে নিয় রক্ষা করি। এতে বলি সে বালক করই বিলাপ, বেଳୁ ବେଳ ବୁଦ୍ଧି ହୋଇ ବଢ଼ୁଛି ସନ୍ତାପ। ବେଳୁ ବେଳ ବୃଦ୍ଧି ହୋଇ ବଢ଼ୁଛି ସନ୍ତାପ। ଦେବଗଣ ଥିଲେ ତାହା ନ ଶୁଣିଲେ କେହି, ସମସ୍ତେ ଅଛନ୍ତି ହରଷରେ ମୁଗ୍ଧ ହୋଏ। ନାଗପତି ମାନେ ଦେବ ଗଣ ସଙ୍ଗେ ଥିଲେ, ବାଳକର ଡାକ ସେ କୋନେ ନ ଶୁଣିଲେ। ଗନ୍ଧର୍ବ କିନ୍ନର ଆଦି ନୃପବର ଯେତେ, କେହି ହେଲେ ନ ଶୁଣିଲେ ବାଳକ ରୋଦନ୍ତେ। সকলে ଅଛନ୍ତି ଉତ୍ସବରେ ଭଲ ହୋଇ, ଧର୍ମ କେ ଅଧର୍ମ ତାହା ନ ଜାଣିଲେ କେହି। ହର୍ଷ ବିନା ଆଉ କିଛି ନ ପଡ଼ଇ ମନେ, ବାଳକ ରୋଦନ ତେଣୁ ନ ଶୁଣିଲେ କନେ। ସୌଧ ମନ୍ଦିରେ ଗିରି ସୁତା ବସିଥିଲେ, ବାଳକ ବିକଳ ଡାକ କର୍ଣ୍ଣରେ ଶୁଣିଲେ। ଅତି ବିକଳରେ ବୋଲୁଛେ ସେ ତ୍ରାହି ତ୍ରାହି, ବଳେ ଗ୍ରାହ ଧରି ମତେ ଦେଉଅଛି ଖାଇ। ତା ଶୁଣନ୍ତେ হৈମବତୀ ବେନି ସଖୀ ତୁଲେ, ହ୍ରଦର ନିକଟେ ଯାଏ ସତ୍ପରେ ମିଳିଲେ। হিমবন্ত নন্দিনী সে দয়ারে পূরিত, সকল কাଳରେ ତାଙ୍କ ହୃଦେ ଧର୍ମ ସ୍ଥିତ। ଦେଖିଲେ ବାଳକ ଦୁଃଖେ କରୁଛି ରୋଦନ, କୁମ୍ଭୀର ଧରିଛି ଆଣ୍ଟେ ତା ବେନି ଚରଣ। ରଖ ରଖ ବୋଲି ଡାକ ଦେଉଛି ବାଳକ, ନୟନରୁ ଝର ଝର ବହୁଛି ଲୋତକ। ତାହାର ଆରତ ନେତ୍ରେ ଦେଖି ଉମା ଦେବୀ, ରହିଲେ କୁମ୍ଭୀର ମୁଖ ଚାହିଁ ମନେ ଭାବି। ଆହେ ଗ୍ରହନାଥ ଶୁଣ କହୁଛି ମୁଁ ତତେ, ଅର୍ଚିତ ପିଲାକୁ ଦଣ୍ଡ ନ ଦିଅ ତୁ ଏତେ। ଛାଡ଼ ଛାଡ଼ କୁମ୍ଭୀର ହୋ ଘେନ ମୋ ବଚନ, ଏ ବାଳକ ହୋଇଅଛି ମାତା ପିତା ହୀନ। ଦେଖୁ ଏହା ମୁଖ ଦିଶୁଅଛି କି ସୁନ୍ଦର, ୟାକୁ ଛାଡ଼ି କରି ତୁ ହୋ ଅନ୍ୟତ୍ର ଆହାର। କୁମ୍ଭୀର ବୋଇଲା ହସି ଶୁଣ ଗୋ ପାର୍ବତୀ, ପାଇବା ଆହାର ମୁଁ ଯେ ଛାଡ଼ିବି କେମିତି। 5 ଦିନ ତଳରୁ ମୁଁ ଖାଇ ନାହିଁ କିଛି, କ୍ଷୁଧା ଅନଳରେ ମୋର ପେଟ ଜଳୁଅଛି। ଦୈବ ଏହାକୁ ମତେ ଦେଇଛି ଭେଟାଏ, କଦାଚିତ୍ ଏ ଖାଦ୍ୟ ମୁଁ ଛାଡ଼ି ନ ପାରଏ। ନ ଖାଅ ମୋ ଦେହ କିସ ହୋଇଅଛି ଦେଖ, ଜଳେ ବୁଲି ବୁଲି ପାଇଲିଣି ଘୋର ଦୁଃଖ। କ୍ଷୁଧା ଅଗ୍ନି ଜଳି ମୋର ପଡ଼ୁଅଛି ପେଟ, ଦେଖ ମୋ ଶରୀରେ ହେଉ ଅଛି ଛଟପଟ। ପାଇବା ଖାଦ୍ୟକୁ ଛାଡ଼ି ଦେବି ମୁଁ କିପରି, ଆପଣ କହନ୍ତୁ ନିଜେ ମନରେ ବିଚାରି। କୁମ୍ଭୀର ମୁଖରୁ ଏହା ଶୁଣନ୍ତେ ଭବାନୀ, ବୋଇଲେ ଆହାର ତତେ ଦେଉଛି ମୁଁ ଆଣି। ଏଥିରେ ଦ୍ୱିଗୁଣ ସ୍ୱାଦ ଯେବଣ ଆହାର, ତୋ ପାଇଁ ମୁଁ ତାହା ଆଣି ଦେବି ହୋ କୁମ୍ଭୀର। ତା ଖାଇ ତୁ ସନ୍ତୋଷରେ ପେଟ କର ଶାନ୍ତି, ଏ ବାଳକଟେ ଗୋଟି ଯାଉ ଜୀବନରେ ବର୍ତ୍ତି।
ପିଲାଦିନୁ ମହା ଦୁଃଖୀ ଓଟେ ଏ ବାଳକ, ମୁଠାରେ ଶରଣ ଏବେ ପଶିଅଛି ଦେଖ। କୁମ୍ଭୀର ବୋଇଲେ ତୁମ୍ଭେ ଶୁଣ ଗିରି ସୂତା, ଆପେ ତ ଜାଣିଛ ସବୁ ଧର୍ମର ବ୍ୟବସ୍ଥା। କହିକି ଆହାର ଯାଇ ଆଣିଦେବ ମତେ, ଆକୁଳ ହୋଇଛି ମୁଁ ଯେ କ୍ଷୁଧାର ଆରତେ। ପାର୍ବତୀ ବୋଇଲେ ତୋତେ ସ୍ୱାଦୁ ଫଳ ଦେବି, ସିଝାଇ ଅମୃତ ମୂଳ ମାନ ସମର୍ପିବେ। ଘୃତରେ ସ୍ୱପକ୍ୱ ହୋଇଥିବା ଖଜା ପିଠା, ଦେବି ମୁଁ ଖାଇଲେ ଯେ ଲାଗିବ ବଡ଼ ମିଠା। କ୍ଷୀରି ଯେ ଖେଚୁଡ଼ି ଦିବ୍ୟ ପୁଣି ସରୁ ଅନ୍ନ, ଆଣି ମୁଁ ଦେଉଛି ଖାଇ ପେଟ କର ପୂର୍ଣ୍ଣ। ଏ ବଚନ ଶୁଣି ହସି ବୋଇଲା କୁମ୍ଭୀର, ଫଳମୂଳଟେ ସିନା ମୁନିଙ୍କ ଆହାର। ମନୁଷ୍ୟଗଣଙ୍କ ଖାଦ୍ୟ କ୍ଷୀରି ପିଠା ଅନ୍ନ, ଖେଚୁଡ଼ିର ସହିତରେ ବିବିଧ ବ୍ୟଞ୍ଜନ। କୁମ୍ଭୀର ଗଣର ଖାଦ୍ୟ ମେଦ ରକ୍ତ ମାଂସ, ନିର୍ମାଣ କରି ଏହା ବିଧାତା ପୁରୁଷ।